ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 2026-27 ଆର୍ଥିକ ବର୍ଷ ପାଇଁ ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସନ୍ଥ ଗୁରୁ ରବିଦାସଙ୍କ 649ତମ ଜନ୍ମବାର୍ଷିକୀ। ପଞ୍ଜାବ ଗସ୍ତରେ ଯାଇ ଗୁରୁ ରବିଦାସଜୀଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ବ୍ୟାପକ ତଥା ନିରନ୍ତର ଶାନ୍ତି ପ୍ରତିଷ୍ଠା ଦିଗରେ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ଆରବ ରାଷ୍ଟ୍ର। ଭାରତୀୟ ତଟରକ୍ଷୀ ବାହିନୀ ଆଜି ପାଳନ କରୁଛି 50ତମ ପ୍ରତିଷ୍ଠା ଦିବସ ଏବଂ ଭାରତ ନ୍ୟୁଜିଲାଣ୍ଡ 5ଟିକିଆ ଟି20 ସିରିଜ୍କୁ 4-1ରେ ଅକ୍ତିଆର କଲା ଭାରତ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଲୋକସଭାରେ ଉପସ୍ଥାପନ ପରେ ରାଜ୍ୟସଭାରେ ଏହା ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହା ତୃତୀୟ ବଜେଟ୍ ହେବ। 2019ରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ସୀତାରମଣ ଏହା ରେକର୍ଡ ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ ବାଣିଜ୍ୟ ସଂଘ, ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ଅଂଶୀଦାର ଏବଂ ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ କରିଛନ୍ତି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ଓ ଗ୍ରାମୀଣ ବିକାଶର ବିଭିନ୍ନ ଦିଗ ଉପରେ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ରାଜସ୍ୱ ଆଦାୟ ଏବଂ ବ୍ୟୟ ଯୋଜନାର ରୂପରେଖ ପ୍ରଦାନ କରିବେ। ବଜେଟ୍ର ଅଭିବୃଦ୍ଧି, ନିଯୁକ୍ତି ଏବଂ ଆର୍ଥିକ ସ୍ଥିରତା ଉପରେ ଧ୍ୟାନ ଦିଆଯାଇଥିବା ଜଣାପଡ଼ିଛି। ବଜେଟ୍ ଅଭିଭାଷଣ ଶେଷ ହେବା ପରେ ଏ ସଂକ୍ରାନ୍ତ ତଥ୍ୟ ବଜେଟ୍ ମୋବାଇଲ୍ ଆପ୍ ଏବଂ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ବଜେଟ୍ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳର ପ୍ରାୟ 30 ଜଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ଗତ 28 ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ 2ଟି ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ସନ୍ଥ ଗୁରୁ ରବିଦାସଙ୍କ 649ତମ ଜନ୍ମବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଚତୁର୍ଦ୍ଦଶ ଶତାବ୍ଦୀରେ ସନ୍ଥ ରବିଦାସ ଉତ୍ତର ଭାରତରେ ଭକ୍ତି ଆନ୍ଦୋଳନର ପ୍ରତିଷ୍ଠାତା ଥିଲେ। ମାଘ ପୂର୍ଣ୍ଣିମା ଅବସରରେ ସନ୍ଥଙ୍କ ଜୟନ୍ତୀ ପାଳନ ସହ ବାରାଣସୀରେ ଶ୍ରୀ ଗୁରୁ ରବିଦାସ ଜନ୍ମ ଆସ୍ଥାନ ମନ୍ଦିରରେ ଆଜି ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ତାଙ୍କ ବାର୍ତ୍ତାରେ ଗୁରୁ ରବିଦାସ ଜଣେ ସନ୍ଥ ଏବଂ ସମାଜ ସଂସ୍କାରକ ଥିଲେ ବୋଲି କହିଛନ୍ତି। ତାଙ୍କ ଚିନ୍ତାଧାରା ସର୍ବଦା ପ୍ରାସଙ୍ଗିକ ରହିବା ସହିତ ମାନବିକ ମୂଲ୍ୟବୋଧ ଗ୍ରହଣ ଦିଗରେ ମାର୍ଗଦର୍ଶନ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଆଜି ପଞ୍ଜାବ ଗସ୍ତରେ ଯାଇ ଆଦମପୁର ବିମାନ ବନ୍ଦରର ନୂତନ ନାମକରଣ କରିବେ। ଏହି ବିମାନ ବନ୍ଦରକୁ ଶ୍ରୀ ଗୁରୁ ରବିଦାସଜୀ ବିମାନ ବନ୍ଦର ଆଦମପୁର ଭାବେ ନାମିତ କରାଯିବ। ଗସ୍ତ ଅବସରରେ ଶ୍ରୀ ମୋଦି ଲୁଧିଆନାର ହାଲୱାରା ବିମାନ ବନ୍ଦରର ନୂତନ ଟର୍ମିନାଲ ଅଟ୍ଟାଳିକାର ଉଦ୍ଘାଟନ କରିବେ। ଜଳନ୍ଧର ଜିଲ୍ଲାର ଡେରା ସଚଖଣ୍ଡ ବାଲାନ ପରିଦର୍ଶନ କରିବା ସହ ଗୁରୁ ରବିଦାସଜୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ସମାବେଶରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ଏବଂ ଆରବ ରାଷ୍ଟ୍ର ଅନ୍ତର୍ଜାତୀୟ ଆଇନ ପ୍ରସଙ୍ଗ ଭିତ୍ତିକ ଜାତିସଂଘ ପ୍ରସ୍ତାବ ଏବଂ ଆରବ ଶାନ୍ତି ପ୍ରୟାସ ଲକ୍ଷ୍ୟ ନେଇ ପଶ୍ଚିମ ଏସିଆରେ ଏକ ବ୍ୟାପକ ତଥା ନିରନ୍ତର ଶାନ୍ତି ପ୍ରତିଷ୍ଠା ଦିଗରେ ନିଜର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀ ଓ ମହାସଚିବଙ୍କ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପ୍ରକାଶିତ ଘୋଷଣାନାମା ଅନୁଯାୟୀ 2025 ଶାର୍ମ ଏଲ୍ ଶେଖ୍ ଶାନ୍ତି ସମ୍ମିଳନୀର ଫଳାଫଳକୁ ସମର୍ଥନ କରାଯାଇଛି। ଗାଜାରେ ଯୁଦ୍ଧବିରତି ବୁଝାମଣା ନେଇ ଏହା ସହାୟକ ହୋଇଥିଲା। ଏଥିସହ ବିଭିନ୍ନ ରାଷ୍ଟ୍ରର ସୁରକ୍ଷା, ସଂହତି, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଆଞ୍ଚଳିକ ସହଭାଗିତା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକୁ ଏହି ଘୋଷଣାନାମାରେ ସମର୍ଥନ ପ୍ରଦାନ କରାଯାଇଛି। ଭାରତ ଏବଂ ଆରବ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରାଜନୈତିକ ସୁରକ୍ଷା, ଅର୍ଥନୈତିକ ବିକାଶମୂଳକ ତଥା ସାଂସ୍କୃତିକ ଆଦାନ ପ୍ରଦାନକୁ ଘୋଷଣାନାମାରେ ସ୍ୱାଗତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗୋଆ ଗସ୍ତରେ ଯାଇ ତାଲେଇଗାଓ କମ୍ୟୁନିଟି ହଲ୍ଠାରେ ଏକ କର୍ମୀ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି। 2027 ବିଧାନସଭା ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଶ୍ରୀ ନବୀନ ଏହି ଗସ୍ତରେ ଯାଇଛନ୍ତି। ବୁଥୱାରୀ ସ୍ପଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଦଳୀୟ କର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଡବଲ ଇଞ୍ଜିନ୍ ସରକାରଙ୍କ ସଫଳତା ଉପରେ ଆଲୋକପାତ କରି ସେ କହିଛନ୍ତି, ଗୋଆରେ ମୁଣ୍ଡପିଛା ଆୟ ଇତିମଧ୍ୟରେ ବୃଦ୍ଧି ପାଇଛି। 2014ରେ ରହିଥିବା ମୁଣ୍ଡପିଛା ଆୟ 1,12,000 ଟଙ୍କାରୁ ବୃଦ୍ଧି ପାଇ ଗତ 2023-24 ଆର୍ଥିକ ବର୍ଷରେ 3 ଲକ୍ଷ ଟଙ୍କାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ 2027 ବିଧାନସଭା ନିର୍ବାଚନ ଦଳ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं कामरेड नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामरेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामरेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समस्या समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए सोचना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांग कर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू। ଭାରତୀୟ ତଟରକ୍ଷୀ ବାହିନୀ ଆଜି 50ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1977 ମସିହାରେ ମାତ୍ର 7ଟି କେନ୍ଦ୍ର ସହ ଆରମ୍ଭ ହୋଇଥିବା ତଟରକ୍ଷୀ ବାହିନୀ ଏବେ 155ଟି ଜାହାଜ ଏବଂ 80ଟି ବିମାନ ସହିତ ଏକ ବ୍ୟାପକ ସୁରକ୍ଷା ସଂସ୍ଥାରେ ପରିଣତ ହୋଇଛି। 2030 ସୁଦ୍ଧା ତଟରକ୍ଷୀ ବାହିନୀର 200ଟି କେନ୍ଦ୍ର ସ୍ଥାପନ ସହ 100ଟି ବିମାନ ସାମିଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଦେଶର ତଟବର୍ତ୍ତୀ 2 ଲକ୍ଷ ବର୍ଗ କିଲୋମିଟର ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଏବଂ 11,000 କିଲୋମିଟର ଅଧିକ ଉପକୂଳ ଅଞ୍ଚଳକୁ ଏହି ବାହିନୀ ସୁରକ୍ଷା ପ୍ରଦାନ କରିଆସୁଛି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ। प्रिय कामरेड नना राज्य कमेटी सदस्य कामरेड नीतू व्यक्तमत नाव संगे ममता अनुपा अलकेने 16 कामरेड्स संगे पुलिस ते आत्मसमर्पित मना महासचिव तिंचो दोड़ वेवना कामरेड्स नुकसान या आत्मसमर्पण ಮುಂತೋರ್ ಇಂಜಕ್ಕೆ ಜನಾಧಾರು ಭರ್ತಿ मिलिशिया पार्टी की वेंडे समन्वय हिले मना ओडिशाते पश्चिम ब्यूरो वेंडे नुकसान या सरेंडर आयनद परिस्ता इंजे पूर्व ब्यूरो ते केवल इच्छुर मूले नैतोर अदेन के सभ्य तोरु सरेंडर किए मैदे आलसना इंजो नावा सुझाव अगर सरेंडर की के समस्या परिस्थिति नुकसान वेंडे अंता सरेंडर कितके ओडिशा पुलिस तोरु हर प्रकार ता सौदा इंतोर मिकिन वेहतना बात के बेदई नाटिनवरा फोन तालसी मंजी संपर्क किए मैदे नावा मोबाइल नंबर 7815070531 मिकुन ततन मैदे तैयार कितन मेवा राज्य कमेटी सदस्य नीतू। ପଶ୍ଚିମ ବାୟୁସେନା ମୁଖ୍ୟାଳୟ ପକ୍ଷରୁ ଆଜି ସିନ୍ଦୁର ଶୌର୍ଯ୍ୟ ସମ୍ମାନ ସମ୍ମେଳନର ଆୟୋଜନ କରାଯାଇଛି। ବାୟୁସେନାର ବୀର ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ଏହି ସମ୍ମେଳନର ଆୟୋଜନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ଅନୁଯାୟୀ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସାହସ, ଅସାଧାରଣ ନେତୃତ୍ୱ ଏବଂ ନିଃସ୍ୱାର୍ଥପର କର୍ତ୍ତବ୍ୟ ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବାୟୁସେନା କର୍ମଚାରୀଙ୍କ ସମ୍ମାନାର୍ଥେ ଏହି ସମ୍ମେଳନ ଆୟୋଜିତ ହେଉଛି। ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। ଅଯୋଧ୍ୟାରେ ନିର୍ମାଣ କମିଟିର ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ନିର୍ମାଣ ସଂସ୍ଥାଗୁଡ଼ିକ ଆସନ୍ତା 3 ବର୍ଷ ପାଇଁ ମନ୍ଦିରରେ ରକ୍ଷଣାବେକ୍ଷଣ କରିବେ। ରାମ ମନ୍ଦିର ନିର୍ମାଣରେ ଏପର୍ଯ୍ୟନ୍ତ 1,900 କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ ଟି20 ପାଞ୍ଚଟିକିଆ କ୍ରିକେଟ୍ ସିରିଜ୍କୁ ଭାରତ 4-1ରେ ଅକ୍ତିଆର କରିଛି। ଗତକାଲି କେରଳର ତିରୁବନନ୍ତପୁରମର ଗ୍ରୀନ୍ ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ 46 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଶାନ କିଶନଙ୍କ ଦ୍ରୁତ 103 ରନ୍ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ 63 ରନ୍ ବଳରେ ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 271 ରନ୍ ସଂଗ୍ରହ କରିଥିଲା। 272 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ 19 ଓଭର 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 225 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚନା କରାଯାଇଛି। 19 ବର୍ଷରୁ କମ୍ ପୁରୁଷ ବର୍ଗ ଆଇସିସି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ସୁପର 6 ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟିବେ। ଜିମ୍ବାବୁଏର ବିଲାଉବସ୍ଥିତ କୁଇନ୍ସ ସ୍ପୋର୍ଟସ୍ କ୍ଲବ୍ଠାରେ ଆଜି ଭାରତୀୟ ସମୟ ଅପରାହ୍ନ 1ଟାରେ ଏହି ମ୍ୟାଚ୍ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭଦୋଦରାର କୋଟାମ୍ବି ବିସିଏ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ଟାରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2026-27 ଆର୍ଥିକ ବର୍ଷ ପାଇଁ ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସନ୍ଥ ଗୁରୁ ରବିଦାସଙ୍କ 649ତମ ଜନ୍ମବାର୍ଷିକୀ। ପଞ୍ଜାବ ଗସ୍ତରେ ଯାଇ ଗୁରୁ ରବିଦାସଜୀଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ବ୍ୟାପକ ତଥା ନିରନ୍ତର ଶାନ୍ତି ପ୍ରତିଷ୍ଠା ଦିଗରେ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ଆରବ ରାଷ୍ଟ୍ର। ଭାରତୀୟ ତଟରକ୍ଷୀ ବାହିନୀ ଆଜି ପାଳନ କରୁଛି 50ତମ ପ୍ରତିଷ୍ଠା ଦିବସ ଏବଂ ଭାରତ ନ୍ୟୁଜିଲାଣ୍ଡ 5ଟିକିଆ ଟି20 ସିରିଜ୍କୁ 4-1ରେ ଅକ୍ତିଆର କଲା ଭାରତ।
ସମ୍ବାଦ ଶେଷ ହେଲା।